পাঁচটা চার গোটে পাঁচটা পাঁচটা যদি যদি পাঁচটা বলে পাঁচটা প্রমাণ দিও প্রমাণ দিও এ দুনিয়ারে ଆମେ ମାନେ ପାଞ୍ଚ ଗୁରୁକୁ ନେଇକି ଚଳୁଛେ ହଁ ପାଞ୍ଚ କାହିଁକି ନା ଆମକୁ ଯିଏ ପଚାରିବ କାହିଁକି ନା ଆମେ ପାଠ ପଢୁଛୁ ଯେ ସେ ହେଉଛନ୍ତି ଆମର ଗୁରୁ ଗୁରୁ ଦିବସ ଦିନ ଯାଉଛି ଆମେ ପୂଜା କରୁଛେ ସେ ହେଲା ଆମର ଗୁରୁ କିନ୍ତୁ ପ୍ରକୃତରେ ଗୁରୁ କିଏ ପ୍ରଥମ ଗୁରୁ କିଏ ସତ ସେଇଠି ଆଜ୍ଞା ପ୍ରଥମ ଗୁରୁ ଯିଏ ସେମାନେ ଆମ ପାଖରେ ଅଛନ୍ତି ସବୁଦିନ ସେମାନଙ୍କୁ ଆମେ ଦେଖୁଛେ ଜାଣୁଛେ ଚିହ୍ନୁଛେ କିନ୍ତୁ ଗୁରୁ ବୋଲି ସେମାନଙ୍କୁ ଆମେ ସମ୍ମାନ ଦେଉନାହାନ୍ତି ଗୁରୁ ବୋଲି ସେମାନଙ୍କୁ ଆମେ ପୂଜା କରୁନାହାନ୍ତି ତାହେଲେ ସେ ଗୁରୁ ଜଣକ କିଏ ପିତାମାତା ଗୁରୁ ଦେବତା ବ୍ରାହ୍ମଣ ଦେବତା পিতা মাতা গুরু দেবতা ব্রাহ্মণ প্রথমরে প্রথম গুরু হেলে কিয়ে এইটা না শিক্ষা পালা কিছু শিখিবার আছে জানিবার আছে প্রথম গুরু কিয়ে বাবা মা মম্মি ড্যাডি বাবা মা হেউଛନ୍ତି প্রথম গুরু ଆଜ୍ଞା আজি কালিকা দুনিয়ারে পিলামানে বাবা মাଙ୍କୁ আজ্ঞା গুরু ବୋଲି ମାନୁଛନ୍ତି নট নেভার ପୂଜା କରୁଛନ୍ତି নট କେବେ ସେ ମାନିବେନି କାଇଁ ମାନି ବାପା ମା ଯଦି ମଜା କରିବେ ସଙ୍ଗେ ସଙ୍ଗେ ତାର ଉତ୍ତର ପିଲାମାନେ ଫେରେଇବେ ହଁ ପ୍ରଥମ ଗୁରୁ ହେଲେ କିଏ ବାପା ମା ଆଜ୍ଞା ପିତା ମାତା ଗୁରୁ ଦେବତା ବ୍ରାହ୍ମଣ ବ୍ରାହ୍ମଣ ଦେବତା ହେଲା ଆମର ଗୁରୁ ଆଜ୍ଞା ବ୍ରାହ୍ମଣ ହେଲା ଆମର ଗୁରୁ ସ୍ୱୟଂ ଭଗବାନ ହେଉଛନ୍ତି ଆମର ଗୁରୁ ଆଜ୍ଞା ଯାହା ପାଖରୁ ଶିକ୍ଷା ଦୀକ୍ଷା ଅର୍ଜନ କଲେ ସେ ହେଲା ଆମର ଗୁରୁ 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 ହେଲେ ପାଞ୍ଚ ସେ ପାଞ୍ଚ ଗୁରୁକୁ ନେଇକି ଆମେ ଚଳୁଛନ୍ତି ଆଜ୍ଞା କିନ୍ତୁ କେହି ଜଣେ ପିଲାକୁ ନେଇପାରିବେ ଆମ ବାପା ମାଙ୍କୁ ଆମେ ସକାଳ ସନ୍ଧ୍ୟାରେ ପୂଜା କରୁଛୁ ତାଙ୍କୁ ଆମେ ଗୁରୁ ବୋଲି ମାନୁଛୁ କେହି ଜଣେ ମା କହିପାରିବେ ନାହିଁ ଜଣିଏ ମାନୁଥିଲେ ବାପା ମାଙ୍କୁ ସେ ପୂଜା କରୁଥିଲେ ବାପା ମାଙ୍କୁ ସେ ଭକ୍ତି କରୁଥିଲେ ସେ ଜଣକ କିଏ ସୋନାଲି ସେ ଜଣକ କିଏ ସେ ଜଣ କହୁଛି ଡାଡି କେହି କହିପାରିବେ କାଠିଆ ଯିବି ମୁଁ ମନ୍ଦିର କିଆ ମୁଁ ଯିବି ପଥର ମୋ ପାଇଁ ମୋ ବାପା ବୋଉ ଚଳନ୍ତି ଠାକୁର କିଆ ଯିବି ମୁଁ ମନ୍ଦିର କିଆ ମୁଁ ଯିବି ପଥର ମୋ ପାଇଁ ମୋ ବାପା ବୋଉ ଚଳନ୍ତି ଠାକୁର ମୋ ପାଇଁ ମୋ ବାପା ବୋଉ ଚଳନ୍ତି ଠାକୁର ମୁଣ୍ଡେ ଦେଲେ
ଜଗନ୍ନାଥ ଅନ୍ଧ ବାପା ମାଙ୍କୁ ନା କାନ୍ଧରେ ବସାଇ ତୀର୍ଥ ଭ୍ରମଣ କରାଇଥିଲେ। ତମେ ଆସିବନି। ବାପା ମାଙ୍କ ଆଦେଶ ସେ ମାନୁଥିଲେ। କିନ୍ତୁ ଆଜିକାଲିକା ଦୁନିଆରେ କେହି ପିଲାମାନେ କହିବେ ଆମ ବାପା ମାଙ୍କୁ ନେଇ ଆମେ ତୀର୍ଥ ଭ୍ରମଣ କରିବୁ। ଯଦି ବାପା ମା ତୀର୍ଥ ଭ୍ରମଣ କରିବା ପାଇଁ ବାହାରିଥିବେ, ଘର ଭିତରେ ରୋଜଗାରିଆ ପୁଅ କିଏ ଥିବ, ବାପା ମା କହିବେ ପୁଅ ଆମେ ତୀର୍ଥ ଭ୍ରମଣ କରିବା ପାଇଁ ଯିବୁ, ବାପା କିଛି ଟଙ୍କା ଆମକୁ ଦେଲୁ। ତୁ ଭତ୍ତା ପାଉନୁ, ତୁ ଭତ୍ତା ପାଉଛୁ, ସେ ଭତ୍ତା ଟଙ୍କାର ତୀର୍ଥ ଯାଉନୁ, ମତେ ପଇସା ମାଗୁଛି, ନାଇଁ ପଇସା ଯାବା। ପୁଅ ମାନେ ଏଇଭଳି ନା ଉତ୍ତର ଦେବେ। ଆଜିକାଲି ପୁଅ ବୋଉଙ୍କ ନାଁ ନେବା କଣ କହିବା? ବାବୁରେ ଟିକେ କୁହ, ଟିକେ କୁହ। ଏଠି ତ ମା ମାନେ ସମସ୍ତେ ବସିଛ, ମା ମାନଙ୍କ ସଂଖ୍ୟା ଅଧିକ। ବିଷୟ ତ ଅଛି, ଆଗକୁ ଯିବା। ସହଜେ ଗାଁ କନ୍ୟା କହିଲେ ଆସିଥିଲା ଏ କହିଲା ରାତି ପାଇଲେ ମୁଁ ଚୁଇଁ ଯାହା ଜାଣିଛି ତାହା ମୁଁ ଆଜି ଆଲୋଚନା କରିବି, ସଚେତନ କରେଇ ଦଉଛି। ସତ କଥା ହେଲା ମା ମାନେ ତୁମେ ତ ବସିଛ। ଆଚ୍ଛା କହିଲ ତୁମେ ମାନେ ତୁମ ସ୍ୱାମୀ ମାନଙ୍କୁ ବାପା ମାଙ୍କ କଥା ଗଲା, ଆମେ ସ୍ୱାମୀ ମାନଙ୍କ କଥା ଆସିବ। ଆସୁ ଭଲ କିନା ଗାଲରେ ହାତ ଦେଇକି ଶୁଣୁଥିବ। ଆସୁ ହଉ ଥାଉ ଏବେ ନା। ହଁ।